विशाल शरीर देखुंट प्राचीर से पाखरे ए सामान्य असुर नुहे ए हूँ मोर ज्येष्ठ भ्रात एवं रावणर कनिष्ठ भ्रात विभीषण विभीषण असमय उठी माने से निश्चय कुंभकर्ण असमय उठी माने से निश्चय युद्ध क्षेत्र को आसब आपण एथि प्रतिकार करंतु प्रभु रावण सभारे जाई प्रवेश होइला हे प्रवेश होइला आय बंदा करी सभा मध्ये घरे बसिला कुंभवीर हे कहिला सुरे सहोदर आयुष्मान भव उठ भ्रात आसन ग्रहण कर मु जहा कहूचे ताहा सब सुन ओ ज्येष्ठ भ्रात ए असमय कहीं मोर निद्रा भग्न कल आ निद्रा भग्न होला परे जदे तुमर निर्देश मुझे आसिली देखिली ए लंकापुर बेवरे शंका घेरी जाइछि जहा द्वारा ए स्वर्णमय लंका ए शंकार परिणत हो जाइछि सिंहन बनी जाइछि आउ जेउ कि प्रभु जाई दशागुण मोर ज्येष्ठ भ्रात को नागर असुर गंधर्व किन्नर यक्ष रक्ष दानव समस्त तार पद सेवा करती आज मो ज्येष्ठ भ्रात नत मस्तक मुख को मैल कर कौन है ज्येष्ठ भ्रात चिंतागिरी दरी उद्धार मोते दियो उद्धार मोते दियो अनेक भाषारे रानी मानव बानर अयोध्या रहे राजार हटती से कुमार कुंभकर्ण बोइला किंपा से शत्रु हेरा किंपा से शत्रु हेरा आय बानर भल्लुक पूर्ण कहूँ से पाइला लंकापति हे बोले गनी मारी चरपति हे
সেই না জ্যেষ্ঠ ভ্রাত তুমি কইছিল নাগর সুর গন্ধর্ব কিরর দক্ষ রক্ষ ସମସ୍ତଙ୍କୁ ପ୍ରାଣରେ ବଦ୍ଧ କରିବି ବ୍ରହ୍ମଦେବ ତଥାସ୍ତୁ କହିଥିଲେ ଆଉ ସେ କହିଥିଲେ ଯେ ଆଉ କଣ ମାଗ ତୁମେ ମାନବ ମାନଙ୍କୁ କେବେ ବୀର ଭାବେ ଗଣନା କରୁଛ ଯୋଉ ମାନବ ମାନେ ଆମର ଖାଦ୍ୟ ଆଉ ଆମେ ତାର ଖାଦକ ସେଇ ମାନବ ମାନେ ଖାଦ୍ୟ ହୋଇ ଖାଦକ ମାନଙ୍କ ପ୍ରତି ଦୋଷା ଦେଇଛନ୍ତି କାହିଁକି କାହିଁକି ଜ୍ୟେଷ୍ଠ ଭାତ କହୁଛି ବୀର ଶୁଣ ମୋ ଭଗ୍ନୀର ପ୍ରତିଶୋଧ ନେବା ପାଇଁ ମୁଁ ଦିନେ ପଞ୍ଚବଟୀ ଅରଣ୍ୟକୁ ଯାଇଥିଲି ସେଇଠାରେ ମାରିଚକୁ ମାୟା ମୂର୍ଗ କରି ରାମର ସ୍ତ୍ରୀ ସୀତାଙ୍କୁ ହରଣ କରି ଲଙ୍କାକୁ ଦେଇ ଆସିଲି ସେଇ ସୀତାଙ୍କୁ ଉଦ୍ଧାର କରିବା ପାଇଁ ବାଳିକି ବଦ୍ଧ କରି ରାମ ଏ ସମୁଦ୍ରରେ ସେତୁ ବାନ୍ଧି ନିଶଙ୍କା ଲଙ୍କାରେ ଶଙ୍କା ସୃଷ୍ଟି କରିଥିଲେ ବୀର ସୁଗ୍ରୀବ ବାନର ଘେନି ଲଙ୍କାକୁ ଅଇଲା ହେ ଲଙ୍କାକୁ ଅଇଲା ଆଇ କୁମ୍ଭକର୍ଣ୍ଣ କହେ ନାରୀ ଚୋର ସିଦ୍ଧ ହେଲା ତାକୁ ଜିଣିଏ ମାରିବାକୁ ଅଛି ଏ ଧରଣୀଏ ବୁଝିଲୁ ଭାଇ ବାଳିକି ବଦ୍ଧ କରି ସୁଗ୍ରୀବ ସହିତ ମିତ୍ରତା ସ୍ଥାପନ କରିବା ପରେ ସେ ବାଳି ଭାଇ ସୁଗ୍ରୀବ ଭଲୁ ମର୍କଟକୁ ଏକତ୍ରିତ କରି ସ୍ୱର୍ଣ୍ଣମୟ ଲଙ୍କାକୁ ଛାରଖାର କରିଦେଲା ବୀର ଜ୍ୟେଷ୍ଠ ଭ୍ରାତ ଏ ଲଙ୍କା ମାତୃକାର ସମ୍ମାନକୁ ରକ୍ଷା କର ଭାଇ ରାମ ଲକ୍ଷ୍ମଣକୁ ବନ୍ଧ କର ବାନର ମାନଙ୍କୁ ସଂହାର କର ଜ୍ୟେଷ୍ଠ ଭ୍ରାତ କହିବାକୁ ଲଜ୍ଜିତ ହେଲେ ମଧ୍ୟ କନିଷ୍ଠ ଭ୍ରାତ ହିସାବରେ ମୁଁ ତୁମକୁ ଗୋଟେ ପ୍ରଶ୍ନ ପଚାରୁଛି କୁହ କୁହ ବୀର ଜ୍ୟେଷ୍ଠ ଭ୍ରାତ ଆପଣଙ୍କର ଆପଣ ଜଣେ ତ୍ରିପୁର ବିଜୟୀ ସମ୍ରାଟ ଏ ଲଙ୍କା ଅଧୀଶ୍ୱର ଏ ଲଙ୍କାରେ ଏ ତ୍ରିପୁରର ସମସ୍ତ ସମ୍ପଣି ମାନଙ୍କ ସହିତ ତୁମେ କ୍ରୀଡ଼ା କରିଛ କାହିଁକି କାହିଁକି ଅଯଥାରେ ଗୋଟେ ଜ୍ୟୋତିର ପତ୍ନୀକି ହରଣ କରି ଆଣିଲ ଏଇଟା କେବେ ତୁମକୁ କିଛି ଶୋଭା ପାଇଲା ନାହିଁ କୁମ୍ଭକର୍ଣ୍ଣ ହେଲେ ଏ ତ୍ରିପୁରରେ ସମସ୍ତେ ତମର ପଦ ସେବା କରୁଥିଲେ ଗୋଟେ ନାରୀକି ଅପହରଣ କରି ଆଣିବାରୁ ଏ ଲଙ୍କପତି ଜ୍ୟେଷ୍ଠ ଭ୍ରାତ ଦଶାନନର କଳଙ୍କିତ ହୋଇଯାଇଛି ଏ ସମାଜ ତୁମକୁ ଗୋଟେ ନାରୀ ଚୋର କରିବ ମାରିକି ମାରିନ ଯେ ହୁ ବନ୍ଧିଲା ସାଗର ହେ ବନ୍ଧିଲା ସାଗର ତାର ଶତ୍ରୁ ହେଲେ ତାର ବିଚାର ବିଞ୍ଚ ବାଣିଏ ବୋଧ ଦେହି ତାକୁ ସେହି କ୍ଷଣିଏ ଜ୍ୟେଷ୍ଠ ଭ୍ରାତ ମନେ ପକାଉ ସେ ଅତୀତର କଥା ଯେତେବେଳେ ବିଧାତା ଗୋପାଙ୍କୁ ଆମେ ବର ମାଗିବାକୁ ଯାଇଥିଲେ ଯାହାର ବର ପାଇ ଆମେ ତ୍ରିଭୁବନ ବିଜୟ କରିଥିଲେ ଆଉ ସେଇ ସମୟରେ ଆମର ମୃତ୍ୟୁ ଜାତକ କହିଥିଲେ ବିଧାତା ବେଦପତି ବ୍ରହ୍ମା ସାବିତ୍ରୀ ଧବ କହିଥିଲେ କଣ ଜାଣ ମନେ ପକାନ୍ତୁ ଆମେ ତ୍ରିପୁରରେ ସମସ୍ତଙ୍କୁ ବିଜୟ କରିବା କିନ୍ତୁ ଯଦି କେବେ ଆମେ ନାରୀକୁ ଅପହରଣ କରିବା ଆଉ ସେ ନାରୀ ଆପଣ କହୁଛନ୍ତି ଅଯୋଧ୍ୟାର ରାଜା ଦଶରଥର ପୁତ୍ର ରାମର ପତ୍ନୀ ସୀତାକୁ ଯଦି ଆମେ ହରଣ କରିବା ତାହେଲେ ଆମର ବଂଶରେ ମୃତ୍ୟୁ ସୁନିଶ୍ଚିତ ଏହା ଜାଣି ମଧ୍ୟ ଗୋଟାଏ ନାରୀକୁ ଦ୍ୱୟ ଭ୍ରାତ ନଥିବା ସମୟରେ
ଏ ଲଙ୍କାର ଏ ଗର୍ବ ଗାରିମକୁ ଆପଣ କଳଙ୍କ ଲଗାଇଦେଲେ। କୁମ୍ଭକର୍ଣ୍ଣ ଦଶାନନ ଯେ ପର୍ଯ୍ୟନ୍ତ ଲଙ୍କା ଗଡ଼ରେ ଅଛି ସେ ପର୍ଯ୍ୟନ୍ତ ତୋ ପରି ଭାଇର ଆବଶ୍ୟକ ନାହିଁ। ନା ନୀତି ଶିକ୍ଷା ଦେବା ପୂର୍ବରୁ ସ୍ମରଣ କର। ନୀତି ଶିକ୍ଷା ଦେଉନି ଜ୍ୟେଷ୍ଠ ଭ୍ରାତ, କନିଷ୍ଠ ଭ୍ରାତ ହିସାବରେ ମୁଁ ଟିକେ ଅତୀତର କଥା ସୂଚାଇ ଦେଉଥିଲି। କିନ୍ତୁ ଯେଉଁ ବାରି ଆପଣଙ୍କୁ ପକ୍ଷରେ ଧରି ଚାରି ସମୁଦ୍ରରେ ସ୍ନାନ କରିଥିଲା, ସେଇ ବାରିକି ଯେତେବେଳେ ସେ ରାମ ଆଉ ଲକ୍ଷ୍ମଣ ପ୍ରାଣରେ ବିନାଶ କଲେ, ସୁବାହୁ ମାରିଚ ସମସ୍ତଙ୍କୁ ପ୍ରାଣରେ ବଦ୍ଧ କଲେ, ଆଉ ଅସମ୍ଭବକୁ ସମ୍ଭବ କରି ସପ୍ତ ସିନ୍ଧୁରେ ସେତୁ ବାନ୍ଧି ଲଙ୍କା ଗଡ଼ରେ ଉପସ୍ଥିତ ହେଲେ, ଏହା ଛାଡ଼ି ମଧ୍ୟ ଆପଣ କଣ ଆମର ସମଞ୍ଚ ତା ସହିତ ଯୁଦ୍ଧ କଲେ ମଧ୍ୟ ଆମର ମୃତ୍ୟୁ ଅନିବାର୍ଯ୍ୟ। କୁମ୍ଭକର୍ଣ୍ଣ দেবতা অসুরের জয় প্রতিষ্ঠা ভূজ হে প্রতিষ্ঠা ভূজ হসি হই ভাজি গলে কুম্ভর সমাজ কৈলাস হে উপারন্তে করি কর হে সে ভূজ ভয় হইন শ্রীরাম দুঃখরে শ্রীরাম দুঃখরে কি কারণে আশা বন্ধ তো বাহু বরে বেগে যাও হে পুর মধ্যে নিদ্রা করি থাও হে କୁମ୍ଭକର୍ଣ୍ଣ ଜ୍ୟେଷ୍ଠ ଭ୍ରାତ, ସଂକଟରେ ପଡ଼ି ତତେ ମୁଁ ସ୍ମରଣ କରିଥିଲି। ମତେ ଶିକ୍ଷା ଦେବାକୁ ଆସିଛୁ। ଜ୍ୟେଷ୍ଠ ଭ୍ରାତ, ରାବଣ ଏକାଏ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବ। ମୁଁ ଦୁଇ ଭୁଜରେ କୈଳାସ ପର୍ବତ ଉତ୍ପାଟନ କରିବି। ଏକା ହୋଇ ସେ ନରପାନରଙ୍କୁ ବଦ୍ଧ କରିବେ। ନାଇଁ ଜ୍ୟେଷ୍ଠ ଭ୍ରାତ, ମୁଁ କେବଳ ଆପଣଙ୍କୁ ସୂଚେଇ ଦଉଥିଲି। ହେଲେ ମନେ ରଖ ଜ୍ୟେଷ୍ଠ ଭ୍ରାତ, ମୁଁ ହେଉଛି ଲଙ୍କାଧୀଶ୍ୱର ଦଶାନନ ରାବଣର କନିଷ୍ଠ ଭ୍ରାତ। ଏ ଲଙ୍କା ରାଜର ସ୍ୱାଭିମାନକୁ ରକ୍ଷା କରିବା ପାଇଁ, ଏ ଲଙ୍କା ରାଜର ସ୍ୱାଭିମାନକୁ ରକ୍ଷା କରିବା ପାଇଁ ମୁଁ ନିଶ୍ଚିତ ଭାବରେ ରାମ ଲକ୍ଷ୍ମଣ ଭଲ୍ଲୁକ ମର୍କଟ ସହିତ ଯୁଦ୍ଧ କରିବି। ক্রোধ হই কুম্ভকর্ণ উঠিলা বহন হে উঠিলা বহন আই প্রলয় মেঘ পড়ায় করি গরজন রটমট হে তন্তরণি কলা পরমট হে আই গহরি হে লোকপতি সুরব
ସୀତାଙ୍କୁ ବିବାହ କରିଥିଲା ସେ ଧନୁଭାଗୀ ସେ ହରସରାସକୁ ଭଗ୍ନ କରି ଯୋଉ ଗର୍ବ ମନେ କରୁଛି ଯେଉଁ ରାମ ଭଲୁକ ମର୍କଟଙ୍କୁ ଧରି ସେତୁ ବାନ୍ଧି ଲଙ୍କାରେ ଉପସ୍ଥିତ ହୋଇଛି ସେଇ ଯୋଉ ଗର୍ବ ଅନୁଭବ କରୁଛି ଦେଖିବି କେଉଁ ରାମ କେଉଁ ଲକ୍ଷ୍ମଣ କେଉଁ ଅଙ୍ଗଦ କେଉଁ ହନୁମାନ ସମସ୍ତଙ୍କୁ ଆଜ ଯୁଦ୍ଧରେ ନିହତ କରି ଆସିବି ଆସୁଛି ଜ୍ୟେଷ୍ଠ ଘାତ ଯଶ ପ୍ରକାଶ କରିଛି ବାଣି କରି ନାଶ ହେ ବାଣି କରି ନାଶ ରାକ୍ଷସ ଗୁଣକୁ ଗୁଣ ଦିଏ ଦଶା ଦଶ ମାରିର ଅକଳା କରିବି କୋଠାରେ রাবণ লঙ্কা গড়ে ধাপ ধাপ যে বিভীষণর শিরে লঙ্কার মুকুট উঠিতেছে না পাইলে রামকু বাধ্য নর ভালু মর্কটকু ভক্ষণ কর ଆଉ ସେ ବିଭୀଷଣର ଗର୍ଭକୁ ଚୂର୍ଣ୍ଣ କର ଯାଅ ରାକ୍ଷସ ଲିଙ୍ଗ ଲଙ୍କ ପତି ଦଶାନନ ଯିବା ପୂର୍ବରୁ ମୋତେ ଆଶୀର୍ବାଦ କର କେଉଁ ରାମ କେଉଁ ଲକ୍ଷ୍ମଣ କେଉଁ ଅଙ୍ଗଦ କେଉଁ ହନୁମାନ ଆଉ ମୋର କନିଷ୍ଠ ଭ୍ରାତ ଭ୍ରାତୃହନ୍ତା ବିଭୀଷଣ କାହାର କପଟରେ ଗୋଟି ଗୋଟି ରାକ୍ଷସକୁ ବଦ୍ଧ କରୁଛି ସେଇ ରାମ ଦେଖିବି ମୋ ନାମ ବୀରମାନଙ୍କ ମଧ୍ୟରେ ଶୈଲ୍ୟ କର୍ଣ୍ଣ ଯାଅ ଭାତଶ୍ରୀ ଯିବା ପୂର୍ବରୁ ଆଶୀର୍ବାଦ କର ମୁଁ ଯାଇକି ଏ ଯୁଦ୍ଧରେ ରାମ ଲକ୍ଷ୍ମଣ ସମସ୍ତ ଭଲୁକ ମର୍କଟଙ୍କୁ ପ୍ରାଣରେ ବଦ୍ଧ କରି ପୁଣି ମୁଁ ତୁମ ପାଖକୁ ଆସିବି ଯାଅ ବୀର ମୁଁ ଆଶୀର୍ବାଦ କରୁଛି ବୀର ଲଙ୍କାର ସମ୍ମାନକୁ ବଞ୍ଚିତ କରି ଆମେ ଶୀଘ୍ର ତମର ଜ୍ୟେଷ୍ଠ ଭାଇ ପାଖକୁ ଫେରି ଆସ ସେନାପତି କୁମ୍ଭକର୍ଣ୍ଣଙ୍କର ସେନାପତି କୁମ୍ଭକର୍ଣ୍ଣଙ୍କର ସେନାପତି କୁମ୍ଭକର୍ଣ୍ଣଙ୍କର ଏତେ କହି ଲଙ୍କା ଗଡ଼ୁ ବାହାର ହୋଇଲା ଏ ବାହାର ହୋଇଲା ଧରା ପାଶେ ଯାଇ ପରମେଶ ହେଲା ସୁର ଧରି ହେ କହି ଅନଙ୍ଗ ବେଗ କରି ଅପେକ୍ଷା କରେ ପୁଅ ମୁଣ୍ଡଟା କାଠ ଭଳିଆ କରିକି ସେଠି ହଲଉଛୁ ତ ଆମର ପଟପଟ তোইতে সাহস আরো অমনিকটু দারুণ মোহতি বীর মাতকে শল্য আম বড় কুম্ভ আমার মাতকট ওটাই খাদ্য হই খাদ্যকে উপরে আক্রমণ গিরিজা আগরে কহতি দেব চন্দ্রশেখর
ହଉଛି ସିଂହ। ସିଂହର ଦଳ ନାହିଁ ଆଉ ସିଂହ କେବଳ ଯୁଦ୍ଧ କରିଦେବ ତା ହସ୍ତି ସହିତ। ତମେ ତ ହଉଛ ଗୋଟାଏ ଗୋଟାଏ ଶସା। ତୁମ ସହିତ କୁମ୍ଭକର୍ଣ୍ଣ ଯୁଦ୍ଧ କରିବାକୁ ଆସିନି, ଆସିଛି ତୁମର ସେଇ ଜ୍ୟୋତି ରାମ ଆଉ ଲକ୍ଷ୍ମଣ ସହିତ। ଏସ ନ ଶୁଣି ସେ ବାନରେ ବୃକ୍ଷ ପାଷାଣ ଧରି ପଥ ଓ ଗାରତେ ତାହାକୁ ପାଦ ପ୍ରହାରେ ମାରି ପତିତ କରି ଅନେକ ବଞ୍ଚିଦେଲା ସୈନ୍ୟ। ତାହା ଦେଖି ବେଗେ ଧାଇଲେ ଅଙ୍ଗଦ ହନୁମାନ। ପର୍ବତ ମାରନ୍ତି ତା ଦେହେ ବାଜି ଧୂଳି ହୋଇଲେ। ନିମିଳେ ସୁରରେ ପିଟନ୍ତେ ବେନି ମୋହେ ପଡ଼ିଲେ। ନିଶ୍ୱାସ ବାତରେ ଉଡ଼ାଇ ଦେଲା କେତେ ବାନର। ଚକ୍ରବାତ ଲତା ଉଡ଼ାଇ ଦିଏ ଶୁଷ୍କ ପଥର। ପାଞ୍ଚ ସେନାପତି ଧାଇଁଲେ ଶାଳ ଶିର ନେଇର। କୁମ୍ଭକର୍ଣ୍ଣ ଅଙ୍କେ ପିଟନ୍ତେ କରି ଘୋର ଗର୍ଜନ। ଦଣ୍ଡ ପରେ ଦଣ୍ଡ ଦେଇର ତାଙ୍କ ଚେତନା ହରି। ସୁବଳୟାକୁ ସେ ଗମନ୍ତେ ସୁଗ୍ରୀବର ଓଗାଳି। ପର୍ବତ ମାରନ୍ତେ ହସିର ରାବଣର ଶୋଧର। ହରିଘ ମୁଣ୍ଡରେ ପିଟନ୍ତେ ପଡ଼ି ନାଗ ବିଶ୍ୱର। ତୁ ସେଇ ବାଳିର କନିଷ୍ଠ ଭ୍ରାତ ସୁଗ୍ରୀବ, ଅପେକ୍ଷା କର, ଅପେକ୍ଷା କରେ ମୁଁ କେମିତି ପ୍ରତିଶୋଧ ନଉଛି। ରଣ ଜୟ ହେଲା ବଳୀର ସୁଗ୍ରୀବକୁ ତୋଳିଲା। ଅକ୍ଷମୂଳେ ଯାଚିବେ ହୀର ଲଙ୍କାକୁ ବାହୁଡ଼ିଲା। ରାବଣ ଆଗରେ ଯାଇନ ଯେ ବେଗେ ଚାର ଧରାଇ। ସୁଗ୍ରୀବକୁ କାଖେ ଡାକିନ ଯେ କୁମ୍ଭ ଭାଇ ଆସଇ। ଏସ ନ ଶୁଣିଲ ରାବଣ ଯେ ମନେ ବିଚାର କଲା। ଭାଇ ପରରେ କୁମ୍ଭକର୍ଣ୍ଣ ଯେ କରୁଣ ସୁଧିଲା। ଅବଧାନ ଆଜ୍ଞା ମଣିମା। ମୋ ଭାଇ କୁମ୍ଭକର୍ଣ୍ଣ ଯୁଦ୍ଧକୁ ଯାଇଥିଲେ। ଆଜ୍ଞା କଣ ସମାଚାର ବୁଝାଇ କୁହ। ଆଜ୍ଞା କଣ ଆଉ କହିବି, ସେଇ ଯୋଉ ବାଳିର ସାନ ଭାଇ ସୁଗ୍ରୀବର, ସେଇ ଯୋଉ ଶରଣ ପଶେଇନ୍ତି ସେଇ ରାମଙ୍କ ପାଖରେ ସେ ସୁଗ୍ରୀବର, ଆଉ ସେଇ ସୁଗ୍ରୀବରକୁ ଆପଣଙ୍କ ଭାଇ ତାଙ୍କ କାଖରେ ଜାକିକି ଗୋତାରି ଗୋତାରି ଆଣନ୍ତି ତାକୁ। ଧନ୍ୟ କୁମ୍ଭକର୍ଣ୍ଣ, ହଁ ଧନ୍ୟ ତୋର ଭାଇ ଭକ୍ତି। ଆଜି ଏ ସଂସାର ମଧ୍ୟରେ ମୋର କଳଙ୍କ ଦୂରୀଭୂତ ହୋଇଯାଇଛି। ଯେଉଁ ବାଳି ମତେ କାଖରେ ଡାକିଥିଲା, ମୋ ଭାଇ କୁମ୍ଭକର୍ଣ୍ଣ ଭାଇର ପଣକୁ ଆଜି ଶୁଣିଛି। ଭାଇ ସୁଗ୍ରୀବକୁ କାଖରେ ଡାକି ଲଙ୍କାଗଡ଼କୁ ଗମନ କରୁଛି। ଏ ତୁ ବନ୍ଦେ
ଏହାର ପ୍ରତିକାର କରନ୍ତୁ ପ୍ରଭୁ। ଏହି ସମୟରେ ସୁଗ୍ରୀବ ଦେହେ ହୋଇଲା ଜ୍ଞାନ ବିଚାରେ ରାମ କାହିଁଛନ୍ତି ସେହୁର ବିନନ୍ଦନ ଦୁଷ୍ଟ ରାକ୍ଷସ ମତେ ଧରି ନେଉଛି। ହେ ପ୍ରଭୁ ମତେ ଏଇ ସମୟରେ ସାହାଯ୍ୟ କର ପ୍ରଭୁ। ଜୟ ଶ୍ରୀରାମ। କୁମ୍ଭକର୍ଣ୍ଣ କକ୍ଷ ମୂଳରେ ଥାଇ ପ୍ରବୋଧପତି ଦେଖଇ ରାକ୍ଷସ ଆନନ୍ଦେ କରେ ଲଙ୍କାକୁ ଗତି ଏହି ସମୟରେ କପିଶ ଉଡ଼େ କହୁଣି ଧାରି করে বেনি কর্ণ ছিনাই জন্তে নাসা কামড়ি আকাশ কুমির উড়িল গলা খেতে যোজনা নক্ষত্র মালা ধরি উঠে যেতে হবে বিমান ধরি যেতে গর্ভে গমই ছেড়া পারা করি খসিলা রহি শ্রীরাম ধরি আশা কর্ণ দেখি চকিত হেলে কৌশল্যা সুত হইলে সুবরয়া পাশে এহু বেদি পর্বত ମୈତ୍ର ଆମର ଶତ୍ରୁ ରାବଣର ଭାଇ ଆଜି କୁମ୍ଭକର୍ଣ୍ଣ ଯୁଦ୍ଧକୁ ଆସିଥିଲା ପ୍ରଭୁ। ସେ ଯୁଦ୍ଧ ଭୂମିରେ ତାକୁ ଦେଖି ଆମର ସୈନ୍ୟମାନେ ଉତ୍ସାହିତ ହେଲେ। ମୁଁ ତା ସହିତ ଯୁଦ୍ଧ କରିଥିଲି ପ୍ରଭୁ। ତାହାର ବିଧାଘାତ ସୈନ୍ୟ ପାଇ ଯୁଦ୍ଧ ଭୂମିରେ ମୁଖ୍ୟାତ ଯାଇଥିଲି ପ୍ରଭୁ। ସେ ମୋତେ କାଠରେ କାଟି କରି ଲଙ୍କାପୁରକୁ ଆନନ୍ଦରେ ଯାଉଥିଲା ପ୍ରଭୁ। ଏଇ ସମୟରେ ମୋର ଚେତନା ଆଇଲା ପ୍ରଭୁ। ଆପଣଙ୍କ ନାମକୁ ସୁମଣା କରି ମୋର ଦାନ୍ତ ଦ୍ୱାରା ତା କର୍ଣ୍ଣକୁ ଆଉ ନାଚିବାକୁ ଛେଦ କରି ଆସିଛି ପ୍ରଭୁ। ହେ ମୈତ୍ର ପ୍ରଭୁ ଧନ୍ୟ ତୁମେ, ଧନ୍ୟ ତୁମର ବୀରତ୍ୱ। ଯଦି ତାର ନାସିକା ଏବଂ କର୍ଣ୍ଣକୁ ତୁମେ ଆଣିଛ ସୁରାଳିର ଦୁଇ ପାର୍ଶ୍ୱରେ ତାକୁ ଅବସ୍ଥାନ କର, ଯାହାଫଳରେ ସିଏ ଏକ ପର୍ବତର ସ୍ଥାନ ମାନ୍ୟତା ପାଇବ। অজনী সম্ভূতে হইছি জাত